AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହା ଅନୁଗ୍ରହରୁ ପୁନର୍ବାର ପ୍ରଭୁ ମୋତେ ଅଲିଅନ୍ ମ୍ୟୁଜିକ୍ ମାଧ୍ୟମରେ ପିଲାମାନଙ୍କ ଗହଣରେ ପ୍ରଭୁଙ୍କ ଶିକ୍ଷା ଦେବା ପାଇଁ ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ। ଆଜି ଯେଉଁ ବାକ୍ୟମାନେ ପାଠ କରିବା ତାହା ସମସ୍ତେ ପାଇବେ। ପ୍ରଥମ ଥେସଲୋନିକୀୟ 5 ପର୍ବ 17 ପଦ। ନିରନ୍ତର ପ୍ରାର୍ଥନା କର। ଆମେ କେଉଁ ପ୍ରକାର ପ୍ରାର୍ଥନା କରିବା ତାହା ମାନେ ଦେଖିବା। ଆଉ କି ପ୍ରକାର ପ୍ରାର୍ଥନା କଲେ ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣିବେ ଆଉ କେତେ ଥର ପ୍ରାର୍ଥନା କରିବା। ସେମିତି ଗୋଟେ ସମୟ ନାହିଁ ଯେ ଆମେ ସକାଳୁ ଥରେ କଲୁ, ସନ୍ଧ୍ୟାବେଳେ ଥରେ କଲୁ, ରାତିରେ ଥରେ କରିଦେଲୁ, ତାହା ନୁହେଁ। ନିରନ୍ତର ତାଙ୍କ ସହିତ ଲାଗି ରହି ଆମେ ପ୍ରାର୍ଥନା କରିବା ଆବଶ୍ୟକ। ଆମେ ସଦାସର୍ବଦା ସବୁବେଳେ କ'ଣ କରୁ? ସଦାପ୍ରଭୁଙ୍କ ନାମରେ, ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରୁ। କିନ୍ତୁ ଯୀଶୁଖ୍ରୀଷ୍ଟଙ୍କର ମାଧ୍ୟମରେ ଆମେ ପ୍ରାର୍ଥନା କରିଥାଉ। ତାହାଙ୍କ ଦ୍ୱାରା ସମସ୍ତ ପ୍ରାର୍ଥନା ସୁଗ୍ରାହ୍ୟ ହେଇଥାଏ। ଆଉ ଯେତେବେଳେ ଆମେ ତାହାଙ୍କର ସ୍ପର୍ଶ ଅନୁଭବ କରିଥାଉ, ସେ ସମୟରେ ଆମର କ'ଣ ହେଇଥାଏ? ଆମେ ତାହାଙ୍କ ନିକଟବର୍ତ୍ତୀ ହେଇଥାଉ। ଆଉ ଆମେ ଯେତେବେଳେ ପବିତ୍ର ଆତ୍ମାଙ୍କର ଚାଳନା ଯେତେବେଳେ ନ ହୁଏ, ଆମେ କ'ଣ କରୁ? ସେତେବେଳେ ଆମେ ପ୍ରାର୍ଥନାରେ ଶିଥିଳ ହେଇଯାଇଥାଉ। ନ କି ପିଲାମାନେ? ଅନେକ ଥର ତମାନେ ବି ପ୍ରାର୍ଥନା କରିବାକୁ କେତେ ଝିକ୍ ଝିକ୍ ହେଇଥିବ ନା। ମାମା ବାବା କହିଥିବେ ପ୍ରାର୍ଥନା କର, ଇଏ ପ୍ରାର୍ଥନା କର, ଇଏ ପ୍ରାର୍ଥନା କର। ନା, ମୁଁ ଆଜି କରିବିନି, କାଲି କରିବି। এই ପ୍ରକାର ମନରେ ଅନେକ ଆନ୍ଦୋଳନ ଆମମାନଙ୍କର ସୃଷ୍ଟି ହେଇଥାଏ। ଯେତେବେଳେ ଆମେ ପ୍ରଭୁଙ୍କର ଉପସ୍ଥିତିକୁ ଅନୁଭବ କରୁ, ପବିତ୍ର ଆତ୍ମା ଆମମାନଙ୍କ ହୃଦୟରେ କାର୍ଯ୍ୟ କରନ୍ତି। ଯେତେବେଳେ ଆମମାନଙ୍କର ଜୀବନର ପାପର ବୋଧ ଆମେ ପାଉ ଯେ ମୁଁ ପାପୀ ମନୁଷ୍ୟ ଆଉ ମୋର ପିତାଙ୍କ ନିକଟରେ ମୁଁ ନିକଟବର୍ତ୍ତୀ ହେବି, ସେତେବେଳେ ଆମମାନଙ୍କର ଜୀବନ ଏକ ନୂତନତ୍ୱ ଭାବ ଆସେ। ଗତ ଥର ମୁଁ ଅନେକ ଥର ଅନେକ କାହାଣୀ ମାଧ୍ୟମରେ, ବାକ୍ୟ ମାଧ୍ୟମରେ ତୁମମାନଙ୍କୁ ପ୍ରାର୍ଥନା ବିଷୟ କହିଛି। ଆଜି ମଧ୍ୟ ଏହି ପ୍ରାର୍ଥନା ବିଷୟ କହିବାକୁ ପ୍ରଭୁ ମୋତେ ସୁଯୋଗ ଦେଇଛନ୍ତି। ଆଉ ଯେତେବେଳେ ମୋର ଜୀବନରେ ମୁଁ ଯେତେବେଳେ ପବିତ୍ର ଆତ୍ମା ପାଇନଥିଲି, ଆଉ ମୁଁ ବି ପ୍ରାର୍ଥନା କରିବାକୁ ଭାରି ଭୟ କରୁଥିଲି। ପ୍ରାର୍ଥନା କେମିତି କରିବି? ମୋ ପ୍ରାର୍ଥନା କି ଶୁଣିବ? ଆଉ ହସିବ ଯଦି ମୋ ପ୍ରାର୍ଥନା ଶୁଣିକି। କିନ୍ତୁ ପବିତ୍ର ଆତ୍ମା ଯେତେବେଳେ ମୋ ହୃଦୟରେ କାର୍ଯ୍ୟ କଲେ, ଆଉ ପ୍ରଭୁ ମୋତେ ଯେତେବେଳେ ଅଧିକାର କଲେ, ଆଉ ସେତେବେଳେ ମୋ ହୃଦୟରେ କେବଳ ପ୍ରାର୍ଥନା କରିବା ନିମନ୍ତେ ମୁଁ ଦିନ ରାତି ଆତୁର ହେଉଥିଲି। ଏବେ ପର୍ଯ୍ୟନ୍ତ ମୁଁ ରାତିରେ ଯେତେବେଳେ ଶୋଇଥିବି ବି ମୁଁ ନିଦରେ ବି ପ୍ରାର୍ଥନା କରେ। ମୁଁ ଜାଣେନି ମୁଁ କ'ଣ ପ୍ରାର୍ଥନା କରେ, କିନ୍ତୁ ମୁଁ ପ୍ରାର୍ଥନା କରେ। କିନ୍ତୁ ସେଇ ପ୍ରକାର ଆମମାନଙ୍କର ଜୀବନରେ ଯେତେବେଳେ ଆମମାନଙ୍କର ପାପର ହୃଦବୋଧ ଆମେ କରୁ ଯେ ହଁ ମୁଁ ପାପୀ ମନୁଷ୍ୟ, ଆଉ ମୁଁ ଯେ ମୋର ଯୀଶୁଙ୍କ ଚରଣ ତଳେ ବସିବି ଆଉ ତାଙ୍କର ନିକଟବର୍ତ୍ତୀ ହେବି, ତାଙ୍କଠାରୁ ମୁଁ ଶିକ୍ଷା ଲାଭ କରିଛି। ଆଉ ସେ ସବୁ ପାଇଁ ଯେତେବେଳେ ଆମମାନଙ୍କର ହୃଦୟ ଆତୁର ହୁଏ, ତାଙ୍କ ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ଆମମାନଙ୍କର ହୃଦୟ ଆତୁର ହୁଏ। କ'ଣ ପ୍ରାର୍ଥନା? ପ୍ରଭୁ ସେ ସମୟରେ ଜଣେଇ ଦେଇଥାନ୍ତି। ପ୍ରଭୁ ଆପେ ଆପେ ଆମମାନଙ୍କର ମନ ଆତ୍ମାରେ କାର୍ଯ୍ୟ କରନ୍ତି। ସୁବୁଦ୍ଧିର ସହିତ ଆମେ ଆଉ ଜ୍ଞାନର ସହିତ ଆତ୍ମାଙ୍କର ଚାଳନା ସହିତ ଆମେ ପ୍ରାର୍ଥନା କରିଥାଉ। କ୍ରନ୍ଦନ ଦ୍ୱାରା ତାହାଙ୍କର ନିକଟବର୍ତ୍ତୀ ଆମେ ହେଇଥାଉ। ସମସ୍ତ ବିଷୟରେ ଆମେ ଯେପରି ଲେଖାଯାଏ, ଲୁକ ଟିକେ ଆମେ ପଢ଼ିବା। ଲୁକ ତାର 18 ପର୍ବ 1 ପଦରେ ଲେଖାଯାଏ, କ୍ଳାନ୍ତ ନ ହୋଇ ତୁମେ ପ୍ରାର୍ଥନା କର, ତୁମେ ଜାଗ୍ରତ ରୁହ। ଆଉ ଆମେ କ'ଣ କରିବା? ସବୁବେଳେ କ୍ଳାନ୍ତ ନ ହୋଇ ପ୍ରାର୍ଥନା କରିବା। ଯେତେବେଳେ ଆମମାନଙ୍କ ହୃଦୟରେ ପବିତ୍ର ଆତ୍ମା କଥା କହୁଛନ୍ତି, ସେ ସମୟରେ ଆମେ କ'ଣ କରିବା? ଆତ୍ମାଙ୍କର ସାହାଯ୍ୟରେ ଆମେ ପ୍ରାର୍ଥନା କରିବା ଆବଶ୍ୟକ। କ୍ଳାନ୍ତ ହେବାନି।
ପ୍ରଭୁ ଆମମାନଙ୍କୁ ଏସବୁ ବିଷୟ ଦେଇଛନ୍ତି। କାହା ପାଇଁ ପ୍ରାର୍ଥନା କରିବା ପାଇଁ ଦେଇଛନ୍ତି? ସୁବୁଦ୍ଧିର ସହିତ ପ୍ରାର୍ଥନା କରିବା। ସବୁ ବିଷୟରେ ଅନ୍ୟମାନଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ଦ୍ୱାରା ଆମମାନଙ୍କର ସବୁ ବିଷୟକୁ ପ୍ରଭୁ କ'ଣ କରନ୍ତି? ସବୁ ବିଷୟରେ ଆମମାନଙ୍କୁ ସେ ଭରପୁର କରନ୍ତି। ପ୍ରାର୍ଥନା ଦ୍ୱାରା ଆମମାନଙ୍କର ବଡ଼ ବଡ଼ ସମସ୍ୟା ମଧ୍ୟ ଦୂର ହେଇଥାଏ। ପ୍ରାର୍ଥନା ଦ୍ୱାରା ରୋଗ ସୁସ୍ଥ ହୋଇଥାଏ। ପ୍ରାର୍ଥନା ଦ୍ୱାରା ଆଉ ପରିବାର ଅନେକ ସମସ୍ୟା ଦୂର ହୋଇଥାଏ, ଚିନ୍ତା ଦୂର ହୋଇଥାଏ, ଆଉ ବିଭିନ୍ନ ପ୍ରକାର ବ୍ୟାଧି ଦୂର ହୋଇଥାଏ। ପରିବାରରେ ପ୍ରାର୍ଥନା ଦ୍ୱାରା ପରିବାର ସୁଦୃଢ଼ ମଧ୍ୟ ହେଇଥାଏ। ଯେଉଁ ପରିବାରରେ ପ୍ରାର୍ଥନାର ରୋଳ ନାହିଁ, ଯେଉଁ ପରିବାରରେ ପ୍ରାର୍ଥନାର ବୋଝ ନାହିଁ, ସେ ପରିବାରରେ ଅଭାବ, ସମସ୍ୟା, ଚିନ୍ତା, ନୈରାଶ୍ୟତା, ଦୁଃଖ, ରୋଗ ସବୁ ଲାଗି ରହିଥାଏ। କାରଣ ପ୍ରଭୁ ଚାହାନ୍ତି ତାହାଙ୍କଠାରେ ଆମମାନେ ଲାଗି ରହିବା ନିମନ୍ତେ। ଆମମାନେ ସୁଯୋଗର ଯେପରି ସୁଯୋଗ ପାଉଛୁ ପ୍ରାର୍ଥନା କରିବା ପାଇଁ, କିନ୍ତୁ ଆମମାନେ ଦୁର୍ବଳ ମନୁଷ୍ୟ, ତାଙ୍କ ପାଖରେ ବସିବା ପାଇଁ ଆମମାନଙ୍କୁ ଡର ଲାଗୁଛି। ଆମମାନଙ୍କ ଭିତରେ ଯେଉଁ ଅନ୍ଧକାର ଗୁଡ଼ିକ ରହିଛି, ସେ ଅନ୍ଧକାର ଗୁଡ଼ିକ ନିମନ୍ତେ ଆମମାନେ ପ୍ରାର୍ଥନାରେ ଦୁର୍ବଳ ହେଇ ପଡ଼ୁ। ଯୀଶୁଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୋଇଥାଉ। କେତେବେଳେ? ପବିତ୍ର ଆତ୍ମା ଯେତେବେଳେ ଆମମାନଙ୍କ ହୃଦୟରେ କାର୍ଯ୍ୟ କରନ୍ତି, ପ୍ରାର୍ଥନା ଆମର ନିବିଷ୍ଟ ଥାଉ। ଦିନ ରାତି ଅହରହ ଯାହା ପାଇଁ ଆମେ ଶୁଣିଲୁ ତା ପାଇଁ ଆମେ ପ୍ରାର୍ଥନା କରିଥାଉ। ଆଜି ଆମେ କାହା ପାଇଁ ପ୍ରାର୍ଥନା କରିବା ଆବଶ୍ୟକ? ଆମମାନଙ୍କ ଦେଶ ପାଇଁ, ଆମମାନଙ୍କର ସମାଜ ପାଇଁ, ଆମମାନଙ୍କ ପରିବାରମାନଙ୍କ ପାଇଁ, ଆମମାନଙ୍କର ମଣ୍ଡଳୀ ପାଇଁ, ଆମମାନଙ୍କର ସଣ୍ଡେ ସ୍କୁଲ ପାଇଁ, ଆମମାନଙ୍କ ପ୍ରିୟଜନମାନଙ୍କ ପାଇଁ, ଆମମାନଙ୍କର ସାଙ୍ଗସାଥିମାନଙ୍କ ପାଇଁ, ଆମମାନଙ୍କର ବନ୍ଧୁ ପ୍ରିୟଜନମାନଙ୍କ ପାଇଁ, ସେ ସମସ୍ତଙ୍କ ପାଇଁ ଆମେ ପ୍ରାର୍ଥନା କରିବା ଆବଶ୍ୟକ। ଯଦି ଜଣେ ରୋଗ ଶଯ୍ୟାରେ ପଡ଼ିଛି, ଆମେ ତା ପାଇଁ ମଧ୍ୟ ପ୍ରାର୍ଥନା କରିବା ଆବଶ୍ୟକ। ଯଦି ଆମେ ଜଣଙ୍କ କଥା ଶୁଣୁଛୁ ଯେ ସେ ଅନେକ କଷ୍ଟରେ ଅଛି, ଆଉ ଅନେକ ଯନ୍ତ୍ରଣା ଭୋଗ କରୁଛି, ଆମେ ଜାଣୁ କି ନ ଜାଣୁ, ତା ନିମନ୍ତେ ମଧ୍ୟ ପ୍ରାର୍ଥନା କରିବା ଆବଶ୍ୟକ। ଆଉ ଆତ୍ମାଙ୍କର ସାହାଯ୍ୟରେ ଆମେ ପ୍ରାର୍ଥନା କରିବା ଆବଶ୍ୟକ। ଆତ୍ମା ଆମମାନଙ୍କୁ କଥା କହନ୍ତି। ସେ ସମୟରେ ମଧ୍ୟ ଆମେ ପରଭାଷାରେ ମଧ୍ୟ କଥା କହିଥାଉ। କାରଣ ଜଗତରେ ଆମେ ଅତି ଉଚ୍ଚ ସ୍ୱରରେ ପ୍ରାର୍ଥନା କଲେ ଶୈତାନ ମଧ୍ୟ ଆମମାନଙ୍କର ପ୍ରାର୍ଥନାକୁ ଶୁଣିଥାଏ। ଆଉ ସେ କ'ଣ କରେ? ଆମମାନଙ୍କୁ ବାଧା ଦେଇଥାଏ, ବିଭିନ୍ନ ପ୍ରକାର ବାଧା ଦେଇଥାଏ। ଆମମାନଙ୍କର ପ୍ରାର୍ଥନା ଆଉ ଉର୍ଦ୍ଧ୍ୱକୁ ଯାଇପାରେ ନାହିଁ। ଯେତେବେଳେ ଆମେ ପରଭାଷାରେ ପ୍ରାର୍ଥନା କରୁ, ସେ ସମୟରେ ଆମେ ସିଧାସଳଖ ପିତାଙ୍କ ସହିତ କଥାବାର୍ତ୍ତା ହେଇଥାଉ। ପରଭାଷା ଶୈତାନ ବୁଝିପାରେ ନାହିଁ। ପ୍ରାର୍ଥନା ଦ୍ୱାରା ଆମମାନଙ୍କର କ'ଣ ହେଇଥାଏ? ଦିନ ରାତି ଅହରହ ଶଯ୍ୟାରେ ଥାଇକି ମଧ୍ୟ ଆମେ ପ୍ରାର୍ଥନା କରିବା ଆବଶ୍ୟକ। ଗୀତ ସଂହିତାରେ ଲେଖା ଅଛି, ଶୟନ ସମୟରେ ଯେତେବେଳେ ତୁମେ ପ୍ରାର୍ଥନା କର, ଆଉ ପରମେଶ୍ୱର କ'ଣ ହୁଅନ୍ତି? ଅତି ସନ୍ତୁଷ୍ଟ ହୁଅନ୍ତି। ପ୍ରାଚୀନମାନଙ୍କ ପାଇଁ ପ୍ରାର୍ଥନା କରିବା, ସାଧୁମାନଙ୍କ ନିମନ୍ତେ ପ୍ରାର୍ଥନା କରିବା, ଜାଗି ରହିବା ପ୍ରାର୍ଥନା କରିବା। କେମିତି ଜାଗି ରହିବା? ଆମକୁ ତ ରାତି ହେଲେ ନିଦ ଆସିବ, ନୁହଁ କି ପିଲାମାନେ? ଜାଗି ରହିବା, ନିଦ ହବ ଆମମାନଙ୍କୁ, କିନ୍ତୁ ଆମେ ତା ମଧ୍ୟରେ ମଧ୍ୟ ଆମେ ସଜାଗ ହେଇକି ପ୍ରାର୍ଥନା କରିବା। ସବୁବେଳେ ଯେ ଆମେ ଇଆଡ଼ୁ ସିଆଡ଼ୁ ପ୍ରାର୍ଥନା କରିଦେବା ନୁହଁ। ଆମମାନଙ୍କର ପ୍ରାର୍ଥନାର ମୁଖ୍ୟ ବିଷୟ ଅତି ଜରୁରୀ ହେବା ବିଷୟ। ଯାହା ତାହା ପ୍ରାର୍ଥନା କରିଦେଲେ ପ୍ରଭୁ ଶୁଣିବେ ଆଉ ସଙ୍ଗେ ସଙ୍ଗେ ଆମମାନଙ୍କୁ ଉତ୍ତର ଦେବେ, ତାହା ନୁହଁ। ମୁଁ ଗତ ଥର ବି କହିଛି, ଆମମାନଙ୍କର ପ୍ରାର୍ଥନାର ଫଳ ଅତି ଜଲ୍ଦି ବି ମିଳିପାରେ, ଅତି ଡେରିରେ ବି ମିଳିପାରେ, ଆଉ ବର୍ଷ ବର୍ଷ ବି ଲାଗିପାରେ। ପ୍ରଭୁ ଆମମାନଙ୍କର ମହାନ ପରମେଶ୍ୱର। ସେ ଆମମାନଙ୍କର ପ୍ରତ୍ୟେକଟି ଅବସ୍ଥାରେ ଆମମାନଙ୍କୁ କ'ଣ କରନ୍ତି? ସାହାଯ୍ୟ କରନ୍ତି। ଆତ୍ମାଙ୍କର ସାହାଯ୍ୟରେ ସେ ଆମମାନଙ୍କୁ କ'ଣ କରନ୍ତି? ପ୍ରାର୍ଥନା କରିବା ଶିଖାନ୍ତି। ପ୍ରଭୁ ଯୀଶୁ ଆମମାନଙ୍କ ପାଇଁ ଏ ଜଗତକୁ ଆସିଲେ। ଏ ଜଗତର ସମସ୍ତ ପାପର ଭାର ଆମମାନଙ୍କର ବହନ କଲେ। ସେଇ ବୋଧ ଯେତେବେଳେ ଆମମାନଙ୍କର ଜୀବନରେ ପ୍ରବେଶ କରେ, ଆମେ ସେତେବେଳେ ଆନନ୍ଦ ପାଇଥାଉ। ଆମମାନଙ୍କ ଭିତରେ ଏକ
ଅଲଗା ସ୍ୱଭାବ ସୃଷ୍ଟି ହେଇଥାଏ। ସେ ଅଲଗା ସ୍ୱଭାବ ସୃଷ୍ଟି ହେବା ଦ୍ୱାରା ଆମେ ପ୍ରାର୍ଥନା କରିବା ନିମନ୍ତେ ଆମମାନଙ୍କ ମୁଖ ଖୋଲିଥାଏ। ଆମମାନଙ୍କର ମୁଖ ଦ୍ୱାରା ଅନେକ ଆତ୍ମତୃପ୍ତି ଲାଭ କରିଥାନ୍ତି। ଜଣେ ଜଣଙ୍କ ପାଇଁ ଯଦି ଆମେ ଯାଇ ଠିଆ ହେଇକି ପ୍ରାର୍ଥନା କରୁଛୁ, ସେ ସଙ୍ଗେ ସଙ୍ଗେ ସୁସ୍ଥତା ମଧ୍ୟ ପାଇଥାଏ। ସେମିତି ନୁହଁ ଯେ ଆମେ ଯାହା ପ୍ରାର୍ଥନା କରିଦେବୁ ତାହା ନୁହଁ। ପ୍ରଭୁ ଆମମାନଙ୍କ ମୁଖ ଦେଇକି ସେ ସମୟରେ କଥା କହନ୍ତି। ବିଶ୍ୱାସର ସହ ମଧ୍ୟ ପ୍ରାର୍ଥନା କରିବା ଆବଶ୍ୟକ। ଆମମାନଙ୍କର ବିଶ୍ୱାସ ନାହିଁ, କିନ୍ତୁ ଆମେ ବିଭିନ୍ନ ପ୍ରକାର ଆଳ ଦେଖି ବିଭିନ୍ନ ପ୍ରକାର ରଙ୍ଗ ରୂପ ଦେଇ ଆମେ ପ୍ରାର୍ଥନା କରୁ, ତାହା ପ୍ରଭୁ ଚାହାନ୍ତି ନାହିଁ। ବିଶ୍ୱାସର ସହିତ ଜାଗି ରହି ତୁମେ ପ୍ରାର୍ଥନା କର। ସଚେତନ ହୋଇ ତୁମେ ଜାଗ୍ରତ ରୁହ। ସଚେତନ ହେବା ନିହାତି ଦରକାର। ଆମମାନଙ୍କର ସବୁ ବିଷୟରେ ଆମମାନଙ୍କର ଚିନ୍ତାଟା ଅତି ମୁକ୍ତ ହେବା ଆବଶ୍ୟକ। ସ୍ଥିର ରହି ବିଶ୍ୱାସରେ ଆମେ ସ୍ଥିର ରହିବା। ଆମମାନଙ୍କର ଅବିଶ୍ୱାସୀ ମନ ନେଇ ଆମେ ପ୍ରଭୁଙ୍କ ପାଖରେ ଯାହା ପ୍ରାର୍ଥନା କରୁ ତାହା ଅଗ୍ରହଣୀୟ ହୁଏ। ସେଥିପାଇଁ ଜଗତରେ ଆମେ ବଞ୍ଚିଛୁ। ଜଗତରେ ପ୍ରଭୁ ଆମମାନଙ୍କୁ ବହୁତ ପ୍ରକାର ସୁଯୋଗ ଦେଇଛନ୍ତି। ବାରମ୍ବାର ସେ ଆମମାନଙ୍କୁ ଅନ୍ୟମାନଙ୍କ ନିମନ୍ତେ ଭାରଗ୍ରସ୍ତ ହେବା ନିମନ୍ତେ ସୁଯୋଗ ଦେଇଛନ୍ତି। ସାନଟେ ଅବସ୍ଥାରୁ ଆମେ ପ୍ରାର୍ଥନା ଶିଖିବା ଆବଶ୍ୟକ। ମୁଁ ସବୁବେଳେ ଯେତେବେଳେ ପବିତ୍ର ଆତ୍ମା ପାଇନଥିଲି ଭାବୁଥିଲି ନିରନ୍ତର ପ୍ରାର୍ଥନା ଗୋଟାଏ କ'ଣ ଜିନିଷ। ନିରନ୍ତର ପ୍ରାର୍ଥନା କେମିତି କରିବ? ଖାଇବାନି, ପିଇବାନି, ଶୋଇବାନି, କିଛି ନାହିଁ, ଖାଲି ନିରନ୍ତର ପ୍ରାର୍ଥନା ହିଁ କରୁଥିବା। କିନ୍ତୁ ମୁଁ ଯେତେବେଳେ ପବିତ୍ର ଆତ୍ମାଙ୍କର ଚାଳନା ପାଇଲି, ପରଭାଷାରେ ପ୍ରାର୍ଥନା କରିଲି, ଆଉ ବିଭିନ୍ନ ପ୍ରକାର ପ୍ରଭୁ ଯେଉଁ ଶକ୍ତି ମୋତେ ଦେଇଥିଲେ ସେ ଶକ୍ତି ପ୍ରକାଶ ପାଇଲା ମୋ ପାଖରୁ, ସେତେବେଳେ ମୁଁ ଜାଣିଲି ଯେ ନିରନ୍ତର ପ୍ରାର୍ଥନା ଗୋଟାଏ କ'ଣ। ଆଉ ସବୁବେଳେ ମୁଁ ଘରେ ବି କାର୍ଯ୍ୟ କରୁଥିବା ସମୟରେ ଗୁଣଗୁଣ ହେଇକି ମୁଁ କଥା କହିଲା ପରି, ଗୀତ ଗାଇଲା ପରି ମୁଁ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରେ। ଆଉ ପିଲାମାନେ କହନ୍ତି, କ'ଣ ତୁ ଗୁଣଗୁଣ ହେଉଛୁ? ନା, ମୁଁ ପ୍ରାର୍ଥନା କରୁଛି ପରା। ଏଇ ପ୍ରକାର ଆମେ ଶୋଇଲେ ବି ଆମେ ପ୍ରାର୍ଥନା କରିବା, ବସିଲେ ବି ପ୍ରାର୍ଥନା କରିବା। ଆମେ ଯେଉଁଠି ବସୁ, ଯେଉଁଠି ଯାହା କାର୍ଯ୍ୟ କରୁ, ଆମମାନଙ୍କର ମନ ଆତ୍ମା ଈଶ୍ୱରଙ୍କ ସହିତ ସଂଲଗ୍ନ ହେବା ଆବଶ୍ୟକ। ତାହେଲେ ଆମେ ଯାଇ ତାଙ୍କ ସହିତ ନିରନ୍ତର ତାଙ୍କର ଆଉ ମୋ ସହିତ ଉତ୍ତମ ସମ୍ପର୍କ, ନିରନ୍ତର ସେ ସମ୍ପର୍କଟା ସ୍ଥାପନ ହେଇପାରିବ। ଆଜିଠାରୁ ପିଲାମାନେ ଏଟାକୁ ଅଭ୍ୟାସ କରିବ। ପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରିବ। ପ୍ରଭୁ, ମୁଁ ପ୍ରାର୍ଥନାରେ ଦୁର୍ବଳ, ମୋତେ ତୁମେ ପ୍ରାର୍ଥନା ଶିଖାଅ। ମୁଁ କେଉଁ ପ୍ରକାର ପ୍ରାର୍ଥନା କଲେ ତୁମେ ଖୁସି ହେବ, ଆନନ୍ଦ ହେବ, ମୁଁ କି ପ୍ରକାର ଅନ୍ୟମାନଙ୍କ ପାଇଁ ଭାରଗ୍ରସ୍ତ ହେବି, ମୋତେ ତୁମେ ଶିଖାଅ। ପ୍ରଭୁ ସବୁ ଅବସ୍ଥାରେ ଆମମାନଙ୍କୁ ଶିଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆମେ ସେତିକି ଶିଖିପାରୁଛୁ କି ନାହିଁ, ଆମେ ସେତିକି ବିଶ୍ୱାସୀ ହେଇପାରୁଛୁ କି ନାହିଁ, ପ୍ରଭୁ ଆମଠାରୁ ସେ ସବୁ ବିଷୟ ଚାହାନ୍ତି। ଆମେ ନିଜକୁ ସଚେତନ କରିବା, ଜାଗ୍ରତ କରିବା। କାରଣ ଶୈତାନ ଆମମାନଙ୍କ ସହିତ ବାସ କରୁଅଛି। ସେ ସିଂହ ପ୍ରାୟ ଗର୍ଜନ କରିବା ନିମନ୍ତେ, ଆଉ କେତେବେଳେ ଆମମାନଙ୍କୁ ଗ୍ରାସ କରିବ, କେତେବେଳେ ଆମମାନଙ୍କୁ ଧରିବ, ଆଉ ସେ ସବୁବେଳେ ଜଗି ବସିଛି ଆମମାନଙ୍କୁ ଶୈତାନ ରୂପରେ। ସେଥିପାଇଁ ଆମେ ନିଜକୁ ପ୍ରସ୍ତୁତ କରିବା, ସବୁ ଅବସ୍ଥାରେ ତାଙ୍କୁ ଧନ୍ୟବାଦ ଦେବା, ନିରନ୍ତର ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା, ଯାହାଦ୍ୱାରା କି ଆମମାନଙ୍କର ପ୍ରଭୁ ଆମମାନଙ୍କର ସମସ୍ତ ଭାରକୁ ବହନ କରିବେ। ପ୍ରତ୍ୟେକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏଇ ଛୋଟ ବାକ୍ୟ ଦ୍ୱାରା ଆମେ ଅନେକ କିଛି ବିଷୟ ଶିଖିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ନିରନ୍ତର ପ୍ରାର୍ଥନା ଯେ କେତେ ବଡ଼ ବିଷୟ, ତାହା ଆମେ ଆଜି ଏଇ ଛୋଟ ବିଷୟରୁ ଶିକ୍ଷା କରିଛୁ। ସେଥିପାଇଁ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା।
हे ପବିତ୍ର ପିତା ଗୌରବମୟ ରାଜା ତୁମ ନାମର ଧନ୍ୟବାଦ କରୁଛୁ। ତୁମ ଦୟା ଅନୁଗ୍ରହରେ ପ୍ରଭୁ ଆଜି ଆମମାନଙ୍କୁ ଏକ ସୁନ୍ଦର ସମୟ ଦେଇଛ, ତୁମର ଉପସ୍ଥିତି ଦେଇଛ ପିତା, ସେଥିପାଇଁ ଧନ୍ୟବାଦ। ତୁମ ଚରଣ ତଳେ ସଦା ସର୍ବଦା ପ୍ରଭୁ ଆଣ୍ଠୁ ମାଡ଼ି ଯେପରି ଆମେ ତୁମର ଚରଣ ତଳେ নত ହବୁ, ତୁମର ଚରଣ ସମସ୍ତ ବିଷୟକୁ ରଖିବୁ, ତୁମର ଚରଣ ତଳେ ପ୍ରଭୁ ନିଜକୁ ସମର୍ପଣ କରିବୁ, ସେହି ପ୍ରକାର ତୁମେ ଆମମାନଙ୍କୁ ଦୟା କର। ସର୍ବଶକ୍ତିମାନ ପରମେଶ୍ୱର, ତୁମେ ଆଜି ଯେତେ ଜଣ ପିଲାମାନେ ପ୍ରଭୁ ଏ ବିଷୟ ଶିକ୍ଷା ଗ୍ରହଣ କରିଛନ୍ତି, ନିରନ୍ତର ପ୍ରାର୍ଥନା ଯେ କେତେ ସୁନ୍ଦର ବିଷୟ ପ୍ରଭୁ, ତୁମ ସହିତ ସଂଲଗ୍ନକାରୀ ଜୀବନ କାଟିବା ନିମନ୍ତେ, ତୁମ ସହିତ ସୁସମ୍ପର୍କ ସ୍ଥାପନ କରିବା ନିମନ୍ତେ ଯେଉଁ ସୁନ୍ଦର ବିଷୟଟି ତୁମେ ଆମମାନଙ୍କୁ ଶିକ୍ଷା ଦେଇଛ ପିତା, ସେଥିପାଇଁ ତୁମ ନାମର ଧନ୍ୟବାଦ କରୁଛୁ। ସର୍ବଶକ୍ତିମାନ ପରମେଶ୍ୱର, ତୁମେ ଆମମାନଙ୍କୁ ଦୟା କର, ଅନୁଗ୍ରହ କର, ତୁମର ଉପସ୍ଥିତି ପ୍ରଦାନ କର। ଆଜି ସାନଠାରୁ ବଡ଼ ପର୍ଯ୍ୟନ୍ତ ଯେତେ ପ୍ରଭୁ ଆଜି ଏଇ ବାକ୍ୟ ଶୁଣିଛନ୍ତି, ସମସ୍ତଙ୍କୁ ତୁମେ ଦୟା କର ପ୍ରଭୁ, ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ କର ବୋଲି ନିବେଦନ କରି ସୁନ୍ଦର ସମୟକୁ ତୁମର ଚନ୍ତ ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ, ତୁମ୍ଭର ରାଜ୍ୟ ଆସୁ, ଯେ ରୂପେ ସ୍ୱର୍ଗରେ ସେ ରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ, ଆମେ ଯେମନ୍ତ ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତେମନ୍ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର, ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ, ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଆମେନ୍। ପ୍ରେଜ୍ ଦ ଲର୍ଡ, ହାଲେଲୁୟା।